ମୋ ସ୍ୱାମୀ ଆଉ ମୋ ଝିଅ ମୋ ନାତି। ନାତି କେତେ ବର୍ଷର? ନାତିକି 18 ବର୍ଷ, +2 ପଢୁଥିଲା। କଣ ଘଟଣା ହେଇଛି? କଣ ହେଇଛି ସାରେ, ଟିକେ 8 ମାସ ହେଲା ତାକୁ ରଖେଇଦେଲେ ଡରେଇ ହାଲକେଇକିରି। ଆଉ ଯାଉନଥିଲା ପଢି, କହିଲା ମୋ ଜୀବନରେ ତ ଆଗରୁ କହେ ମୋ ଜୀବନରେ ତ କୁଆଡେ ଯାଇପାରିବିନି, ଚାକିରି କରିପାରିବିନି, ପାଠ ପଢି ପାରିବିନି, ପଦାକୁ ଯାଇପାରିବିନି। ତାକୁ କହିଲେ ଘରୁ ବାହାରିଲେ ଗୁଳି କରିଦବୁ, ଘରୁ ବାହାରିଲେ ତାକୁ ଛେଲେଇକିରି ହାଣିଦବୁ। କିଏ ଧମକ ଦଉଥିଲା? ଏଇ କରେ ସାରେ କବାଟ ଏମିତି ପଡିବ, ରାତିରେ ମାନେ ପଦାରେ ଥିବୁ, ଖାଇ ନଥିବୁ, ଏଇ ଆଡୁ ଆସିବେ ଏଇଠି କହିବେ, ଏଇ ଆଡୁ ଆସିବେ ଏଇଠି କହିବେ। କିଏ କହୁଥିଲେ, ଗାଁ ଲୋକ ନା ବାହାର ଲୋକ? ସାର୍ ମୁଁ ଦେଖିନି କାହାକୁ। କେତେ ଦିନ ହେଲା ମୃତ୍ୟୁବରଣ କଲେଣି? ଏଇ ବୁଧବାର ଦିନ ରାତି। ବୁଧବାର ଦିନ ରାତିରେ ମୃତ୍ୟୁବରଣ କରିଛନ୍ତି। ତ ଆପଣ ନଥିଲେ ଏଇ ଘରେ? ମୁଁ ପରା ସକାଳୁ ଦେଖିଲି। ନାଇଁ, ବୁଧବାର ହେଲେ ଆଜି ହେଲାଣି ତ ଶନିବାର। ଆପଣ କୁଆଡେ ଯାଇଥିଲେ? କାଲି ଆକୁ ତାକୁ ଗୋଡ ଧଇଲି, ଫୋନ ଟିକେ କର ମୋ ପୁଅ ଟିକେ, ମୋ ଦେହ ମୁଣ୍ଡ କଣ ହଉଛି, ଠିଆ ହେଇପାରୁନି, ଯାଇପାରିବିନି। ଏଇ ଗାଲୁଆକୁ କହିଲି, ବାଉରିଆକୁ କହିଲି, କେହି କଲେନି। ଗାଲୁଆ ମତେ ଠକିଲା, କହିଲା ମୁଁ ଯାଇଥିଲି କହିକିରି ଆଇଥିଲି। ଆପଣ ପୋଲିସକୁ ବି କହିନାହାନ୍ତି? ସାରେ ଯାଇପାରିଲିନି ହେଠିକି। ହେଠୁ କଣ ଘରେ କିଛି ପାରିବାରିକ କଳହ ଥିଲା ନା ନାହିଁ? ନାଇଁ, କିଛି ନାହିଁ ସାରେ, କହୁଛି ପରା, ଖାଇବା ପିଇବାରେ ମୋର କିଛି ଅସୁବିଧା ନାହିଁ। ଆଉ ତାହେଲେ ଭାବୁଛନ୍ତି ଲୋକଙ୍କ ଧମକରେ ସେମାନେ ଏମିତି କରୁଥିବେ? କିଏ ଜାଣି ସାରେ, ଭଗବାନ ଜାଣେ। ସେମାନେ ଏଇଠି ରହନ୍ତି ଗାଁରେ ସତ, କିନ୍ତୁ କାହା ସହ ମିଶନ୍ତିନି, କି କାହା ସହ ପର୍ବପର୍ବାଣୀ ହଉ କି କୌଣସି ଯାନିଯାତ୍ରାରେ କୌଣସି କାହା କୋଉଠି ଆଟେଣ୍ଡ ସେମାନେ କରନ୍ତିନି। ତ ଗାଁରେ କାହା ସହ ସମ୍ପର୍କ, ଭଲ ସମ୍ପର୍କ ନଥିଲା ଯେହେତୁ ସେମାନେ ତ ସେ ଏ ବିଷୟରେ ମୁଁ ସେମିତି କିଛି ଜାଣିନୁ। ଯେହେତୁ ସ୍ମେଲ ହେଲା 3 ଦିନ ହେଲାଣି, ଘଟଣା ଏସବୁ ହେଲା ପରେ ସ୍ମେଲ ହେଲାଠୁ ଆମେ ମାନେ ଜାଣିଲୁ ଯେ ଭିତରେ କିଛି ଗୋଟେ ହେଇଛି, ମାଛି ଉଡୁଥିଲେ। ତ ସେଇ ବିଷୟରେ ଇଏ କରିକି ପୋଲିସକୁ ଆମ ଗାଁ ସଭାପତି ଫୋନ କରିଥିଲେ। ମୁଁ ସଭାପତିଙ୍କୁ ଫୋନ କରି ଡାକିଥିଲି, ଯେହେତୁ ସ୍ମେଲ ହେଲା ସେ ତାଙ୍କୁ କହିଲା ପରେ ସେ ସଭାପତି ଡାକିଥିଲେ ପୋଲିସକୁ। ସେ ଯେତେବେଳେ ତାଙ୍କ ସ୍କୁଲ କଲେଜକୁ ନେଇକି ଯାଆନ୍ତି ତାଙ୍କ ନାତିକି ଛାଡ଼ିବା ପାଇଁ, ସେ ଏଇଠୁ ଜଣେ ଯିବ ଦେଖିବ ଆଗ ବସ୍ ଆସିଲା କି ନାହିଁ। ତାଙ୍କ ଏଇ ଯେ ବୁଢ଼ୀ ଯିଏ ଅଛନ୍ତି, ବୁଢ଼ୀ ହେଇକି, ସେ ଦେଖିବେ ବସ୍ ଆସିଲା କି ନାହିଁ। ତାପରେ ସେ ଯିବେ, ତାଙ୍କ ସ୍ୱାମୀ ଶଙ୍କର୍ଷଣ ଯିଏ ସେ ଯିବେ, ତାଙ୍କ ପଛ ପଛେ ସେ ପିଲାଟି ଯିବ, ସନ୍ତୋଷ ବୋଲି ଯିଏ ପିଲା। ତାପରେ ତାଙ୍କ ଝିଅ ଯିଏ, ସିଏ ଛୁରୀ ନେଇକି ପଛରେ ଯାଆନ୍ତି। ତାଙ୍କ ମୁଣ୍ଡରେ ଅଛି ସାଇକୋ ସେମାନେ, ଯେ କାଳେ ଆମ ପିଲାକୁ କିଏ ଆକ୍ରମଣ କରିବ କି ବାଡ଼ାବାଡ଼ି କରିବ, ସେଇ ହିସାବରେ ସେ ତାଙ୍କୁ ପ୍ରୋଟେକ୍ଟ କରିକି ନେଇକି ଯାଆନ୍ତି। ତାଙ୍କ ଝିଅ ଆଉ ନାତିକୁ 18 ବର୍ଷ ପାଖାପାଖି ହବ। +2 କଲେଜ ଢେଙ୍କାନାଳ ଅଟୋନମସରେ ପଢୁଥିଲା। ନାଇଁ, କୌଣସି ସହଯୋଗ ନାହିଁ। ଯିଏ ବି କାର୍ଡ ଦିଅନ୍ତି ସେମାନେ ସେ ରିଟର୍ନ କରିଦିଅନ୍ତି, କୁହନ୍ତି ଯେ ଆମେ ତମ ବାହାଘରକୁ ଯାଇପାରିବୁନି, ତ ଆମେ ତମ କାର୍ଡ କାହିଁକି ରଖିବୁ, ନଷ୍ଟ ହେଇଯିବ, ତମେ ଅଲଗା କାହାକୁ ଦେଇଦବ କହିକି ଏମିତି କାର୍ଡ। କୌଣସି ଗାଁରେ ଚାନ୍ଦା ଦିଅନ୍ତିନି, ଗାଁ ଦୋଳ ଯାତ୍ରା ହେଲା କି ଲକ୍ଷ୍ମୀ ପୂଜା ହେଲା, ଗଣେଶ ପୂଜା ହେଲା, କୌଣସି ପର୍ବପର୍ବାଣୀ ଯାଆନ୍ତିନି କି ଆଟେଣ୍ଡ କରନ୍ତିନି। ସେମିତି କରି ସେ ମନା କରିଦିଅନ୍ତି, ଯାଆନ୍ତିନି। ଆମେ ଯାଇ ଦେଖିଲୁ ଯେ 3ଟି ଶବ, ଆପଣଙ୍କର 2ଟା ରୁମ୍ରେ, ଗୋଟେ ରୁମ୍ରେ ଜଣେ ତାଙ୍କ ବାପାଙ୍କର, ଆଉ ଗୋଟେ ରୁମ୍ରେ ତାଙ୍କ ଝିଅ ଆଉ ତାଙ୍କର ଯେଉଁ ପୁଅଟି, ତାଙ୍କର ଶବଟି ବର୍ତ୍ତମାନ ଝୁଲା ଅବସ୍ଥାରେ ଅଛି। ଆଉ ଶବ ତ ପଚି ଯାଇଥିବା ବୋଲି ଜଣାପଡ଼ୁଛି। ତେଣୁ ତାଙ୍କର ପୁଅ ଯିଏ ଆଉ ତାଙ୍କର ଯିଏ ମା, ଯିଏ ସେଇ ଘର ଭିତରେ ରହୁଥିଲେ, ତାଙ୍କୁ ପାଖରୁ ଯାହା ଆମେ ଜାଣିଲୁ, ସେଇଟା 3 ଦିନ ପୂର୍ବର ତାଙ୍କର ଘଟଣା ହେଇଛି। ସେ ଆତ୍ମହତ୍ୟା କରିଥିବାର ସେମାନେ ସବୁ କହିଲେ, କିନ୍ତୁ ତାଙ୍କର ମାନସିକ ବିକୃତି ଥିବାର, ଇଏଟା ଟିକେ ଠିକ୍ ନଥିବାର ସେମାନେ ବି, ଆମେ ବି ଆଗରୁ ଖବର ପାଉଥିଲୁ। ଗାଁ ଲୋକମାନେ ବି ସେଇ କଥା ବି କହିଲେ ଯେ କି କୌଣସି ଛୋଟ ମୋଟ କଥାରେ ସେମାନେ ଘର ଭିତରେ ସବୁବେଳେ ରହନ୍ତି, ତାଙ୍କୁ ସବୁବେଳେ ଭୟ ଲାଗେ ଯେ ତାଙ୍କୁ କିଏ ମାରିଦେଉଛି, ପିଟି ଦେଉଛି ବୋଲି। ତେଣୁକରି ଗାଁ ଲୋକମାନେ ଯଦି ବା ୟା ପୂର୍ବରୁ ତାଙ୍କ ମା କିଛି ଲୋକଙ୍କୁ କହିଛନ୍ତି ଏ ବିଷୟରେ, କିନ୍ତୁ ସେମାନେ ଆଙ୍କ କଥାଟାକୁ କିଛି ଗୁରୁତ୍ୱ ଦେଇନଥିଲେ। ତେଣୁ ସେ ଜିନିଷଟା ହେଇଥିଲା। ଆଜି ଯେତେବେଳେ ଗନ୍ଧ ହେବାରୁ ଆଉ ବିଭିନ୍ନ ପ୍ରକାର ଏଇ ଯେଉଁ ମାନେ ଆପଣଙ୍କର ସେ ଯେଉଁ ମାଛି ଆଉ ସିଏ ସେ ଝରକା ବାଟେ ଏଇ ବାଟେ ବାହାରିବା ଦ୍ୱାରା ଗାଁ ଲୋକମାନଙ୍କର ବି ସନ୍ଦେହ ବଢ଼ିଥିଲା। ତାପରେ ତାଙ୍କ ପୁଅ ଆସିଲା ପରେ ସବୁ ଜିନିଷଟା ଜଣାପଡ଼ିଥିଲା। ତେଣୁ ବର୍ତ୍ତମାନ ଆମର ସାଇଣ୍ଟିଫିକ୍ ପଦ୍ଧତି ଅନୁଯାୟୀ ଆମେ ତାକୁ ଅନୁସନ୍ଧାନ ଜାରି ରଖିଛୁ। ତାପରେ ଆମର ଯାହା ପରେ ଜଣାପଡ଼ିବ ତାର କାରଣ କ'ଣ ହେଇପାରେ। କାରଣ ତ ବର୍ତ୍ତମାନ ସୁଦ୍ଧା ଜଣାପଡ଼ୁନାହିଁ। ସେ କିନ୍ତୁ ତାଙ୍କର ମାନସିକ ସ୍ଥିତି ଠିକ୍ ନଥାଏ। ଆଉ ବହୁତ ଥର ବି ଏମିତି ଆମର ଥାନାକୁ, ଆମର ଫାଣ୍ଡିକୁ ବି ସେମାନେ ଫୋନ୍ କରିକି ବିଭିନ୍ନ ପ୍ରକାର କହନ୍ତି ଯେ ଆମକୁ ଆଜ୍ଞା ଗାଁ ଲୋକମାନେ ମାରି ଦେଉଛନ୍ତି, ପିଟି ଦେଉଛନ୍ତି।
आउ आमर फांडी थाना पुलिस आसी पहुँचा पर देखिले भी से कबाट खोलती ना बहु कष्ट कबाट खोलला बेले आम देखू से सब गोटे जमी भयतर अवस्था सी था तेणु ये मानसिक स्थिति सब रहे आणु से हिसाब से जना पड़ी कौन सी कारणटा तो आम जना पड़नी आमर तो पोस्टमार्टम हम अन्य जहाँ सब आम से प्रकार आम अनुसंधान जारी रखीचु आम जापर। वीडियो को लाइक करंतु, आम चैनल को सब्सक्राइब करंतु, आमरे नुआ नुआ वीडियो सर्वप्रथमे देखिबा पाई बेल आइकन को निश्चित दबाନ୍ତୁ।